ମାନେ କିପରି ପ୍ରଭୁ ଆମକୁ ସାହାଯ୍ୟ କରନ୍ତି। ମୁଁ ଏହା କହିବି ଯୋଉ ବଳ ମୁଁ ବିଷୟରେ କହିଲି, ଯୋଉ ପରିତ୍ରାଣ ଆନନ୍ଦର ଯୋଉ ବଳ ଆସେ, ହାଉ वी चेज सम adversary things in our life, ସେ ବିଷୟରେ ଗୋଟେ ସୁନ୍ଦର ବିଷୟ କହିବି। ମୁଁ ଯେତେବେଳେ 2013 ମସିହାରେ ମୁଁ ବ୍ୟାଙ୍କରେ ଚାକିରି କରୁଥିଲି, ଅଲ୍ ଅଫ୍ ସଡନ୍ ମୁଁ ଗୋଟେ ପ୍ରାର୍ଥନା ସଭାରେ ଆଟେଣ୍ଡ କରୁଥିଲି। ସେଠି ମୋର ଗୋଟେ ବନ୍ଧୁ ଦେଖାହେଲେ ଆଉ ସେ ମତେ ଗୋଟେ ଅଫର କଲେ, ଚାଲ ଆମେ ରିଏଲ ଇଷ୍ଟେଟ ବିଜନେସ କରିବା। ତ ମୁଁ ତାଙ୍କୁ ସେଠି ହଁ କହିଲିନି, ମନା କଲିନି, କିଛି ନାହିଁ। ମୁଁ ଆସିଲି, ପ୍ରାର୍ଥନା କଲି। ମୁଁ ଏତେ ସୁନ୍ଦର ଦରମା ପାଉଛି, ବ୍ୟାଙ୍କରେ ଚାକିରି କରୁଛି, ମୁଁ ରିଜନାଲ ମ୍ୟାନେଜର ଅଛି, ମୋ ଅଣ୍ଡରରେ 15ଟା ବ୍ରାଞ୍ଚ ମ୍ୟାନେଜର ରିପୋର୍ଟ କରୁଛନ୍ତି। ଏଇଟା ଛାଡି ସେଟା ପୁଣି ଫରେନ୍ ବ୍ୟାଙ୍କ, ଏଇ ସବୁ କରିବା ଦ୍ୱାରା ତ ମୁଁ ଆହୁରି ସେ ବ୍ୟାକଗ୍ରାଉଣ୍ଡ କିଛି ବେଶୀ କହିବିନି, ସର୍ଟକଟ କରିବା ଆମେ। ତ ପ୍ରାର୍ଥନାରେ ଯେତେବେଳେ ବସିଲି, ହଠାତ୍ ସେ 10 ବର୍ଷ ତଳର ଗୋଟେ କଥା ପ୍ରଭୁ ମତେ ଜଣେଇଲେ। କଣ? 10 ବର୍ଷ ତଳେ ମୁଁ ପାରାଦୀପରେ ପୋର୍ଟରେ ଚାକିରି କରୁଥାଏ। ସେତେବେଳେ ଜଣେ ପ୍ରଭୁଙ୍କ ଦାସ ଭବିଷ୍ୟତବାଣୀ କରିଥିଲେ ଯେ ପ୍ରଭୁ ତମକୁ ବ୍ୟବହାର କରିବାକୁ ଯାଉଛନ୍ତି। ତୁମେ ବହୁତ ବଡ ବଡ ବହୁତ ମଣ୍ଡଳୀକୁ ତୁମେ ଯାଇକି ତାଙ୍କ ବାକ୍ୟ ପ୍ରଚାର କରିବ, ବହୁତ ମଣ୍ଡଳୀର ଦାୟିତ୍ୱ ନବ, ତାପରେ ତୁମେ ବଡ ବଡ ବିଲ୍ଡିଂ ଆଉ ବହୁତ ଜମି କିଣୁଛ, ବହୁତ ବଡ ବଡ ବିଲ୍ଡିଂ ବନଉଛ। ତେଣୁ ମତେ ସେ କହିଲା ପରେ ଏଇଟା ଆମ ଘରେ ଶୁଣିକି ଆମେ ସମସ୍ତେ ଟିକେ ଭାବିଲୁ, ଆରେ ଆମେ ତ ଚାକିରି କରୁଛୁ, ଆମର ଉଦ୍ଦେଶ୍ୟ ଚାକିରି, ଆମେ ବିଜନେସ ନା, ଇଏ କଣ ରିଏଲ ଇଷ୍ଟେଟ ବିଜନେସ କଥା କହିଲେଣି। ସେଟା ସିଏ ଆମକୁ କହିଥିଲେ 2005ରେ। ତ 10 ବର୍ଷ ବିତିଗଲା। 2013 ମାନେ ଏକ୍ଜାକ୍ଟଲି 2015ରେ ଯେତେବେଳେ ଏଇ ସାଙ୍ଗ ମୋର ଦେଖାହେଲେ ଏ କଥା, ସେଇଟା ମୁଁ ପ୍ରଭୁଙ୍କ ପାଖରେ ପଚାରିଲି, ପ୍ରଭୁ, ସେଇଠୁ ପ୍ରଭୁ ଜଣେଇଲେ ମୁଁ ତତେ କହିଥିଲି ସେ କଥା। ସେଇଠୁ ମୋ ସ୍ତ୍ରୀ ଆଉ ମୁଁ 2 ଜଣ ଏକମନା ହେଲୁ। ତାପରେ ମୋ ଆମର ଯୋଉ ମିଲି ଦିଦି ଯିଏ ୟୁଏସଏ ରେ ଚାକିରି କରୁଛନ୍ତି, ଏବେ ପଳେଇ ଆସିଲେ। ସେ ଏବେ ଇଣ୍ଡିଆରେ ଭାରତ ସରକାରଙ୍କ ପାଖରେ ଗୋଟେ ଭଲ ପୋଷ୍ଟରେ ଜଏନ କଲେ କାଲି। ସିଏ ମତେ ଫୋନ କରିକି କହିଲେ, ଗୌରବ, ଯଦି ତମର କିଛି ଅସୁବିଧା ହଉଛି ତାହେଲେ ଜବ ପାଇଁ କଣ ଗୋଟେ ବ୍ୟବସ୍ଥା କରିବା, ତମେ କିନ୍ତୁ ରିଏଲ ଇଷ୍ଟେଟ ବିଷୟ ନେଇକି କିଛି ସବୁରେ ଯାଉନି, ସେଟା ବହୁତ ଖରାପ ବିଜନେସ, ସେ ସବୁ କିଛି ଯିବା ଦରକାର। ତା ଭିତରେ ମୋ ଶ୍ୱଶୁରଙ୍କର ସେବା କାର୍ଯ୍ୟ ଚାଲିଥାଏ, ତାଙ୍କର 10ଟା ମଣ୍ଡଳୀର ସେବା, ସେ ଚାଲିଗଲେ। ମୋର ଶାଶୁ ଆଉ ମୋର ବିନୟ ଭାଇ, ଆମର ବଡ ସଡୁ ଯିଏ, ଏମାନେ ତାଙ୍କ ସ୍ତ୍ରୀ ସମସ୍ତେ ମିଶି ମତେ କହିଲେ, ତମେ ଏଇ ମଣ୍ଡଳୀ ଗୁଡାକର ଦାୟିତ୍ୱ ନିଅ। ଠିକ ଅଛି, ନେଲି। ସେ 10ରୁ ଆଜି 40ଟା ମଣ୍ଡଳୀ ହେଲା, ସେ ସେବା କାର୍ଯ୍ୟ ପ୍ରଭୁ କରିବା ପାଇଁ ସାହାଯ୍ୟ କଲେ। ଆଉ ଯୋଉ ବିଜନେସ ଟାକୁ ମୁଁ ନେଲି, ମୋ ସ୍ତ୍ରୀର ମୋର ଗୋଟିଏ ପ୍ରାର୍ଥନା ଥିଲା, ପ୍ରଭୁ ଆମେ ଏଇ ଯୋଉ ସେବା କାର୍ଯ୍ୟ କରିବୁ ତୁମର, ଫିନାନ୍ସିଆଲି ଆମେ କାହା ଆଗରେ ହାତ ପାତିବୁନି, ଆମକୁ ତୁମେ ପଇସା ଦବ, ଆମେ ତୁମର ସେବା କରିବୁ, ଫାଇନାନ୍ସିଆଲ ଫ୍ରିଡମ ପାଇଁ ତୁମ ସେବା କରିବୁ, ଆଉ ତୁମ ଆନନ୍ଦକୁ ଆମେ ଅନୁଭବ କରିବୁ। ଯାହା ହଉ ଆଜି ପ୍ରଭୁଙ୍କ ଦୟାରୁ ଯୋଉ ବିଜନେସ ଦେଇଛନ୍ତି, ସେ ବିଜନେସ ରେ ଉତ୍ଥାନ ପତନ ଆସିଲେ ମଧ୍ୟ ସେ ଆନନ୍ଦରେ ରହି ସେଥିରୁ ଯାହା କିଛି ଉପାର୍ଜନ କରେ, କିଛିଟା ପ୍ରଭୁଙ୍କ ସେବାରେ ଲଗେଇ, ବାକି କିଛି ନିଜ କାମରେ ଲଗେଇ, ପ୍ରଭୁ ସୁନ୍ଦର ଭାବେ ସେ ଆନନ୍ଦକୁ ଅନୁଭବ କରି କଢାଇ ନେବାରେ ସାହାଯ୍ୟ କରିଛନ୍ତି। ଦୀର୍ଘ ବର୍ଷେ ହେଲା ମୁଁ ଗୋଟେ ବିଷୟ ନେଇ ପ୍ରାର୍ଥନା କରୁଥିଲି, ଏଇ ପ୍ରୋଜେକ୍ଟର ଘର ଗୁଡାକୁ ବୁକିଂ ଏସବୁ ହଉନି କଣ ପାଇଁ, କିନ୍ତୁ ସେଟା ଯେତେବେଳେ ଆଜି ବି ମତେ ପ୍ରାର୍ଥନା କଲି, ମତେ ପ୍ରଭୁ ଜଣେଇଲେ, ମୁଁ ତତେ ପ୍ରତିଜ୍ଞା କରିକି ଆଣିଛି, ତୁ ଡରୁଛୁ କଣ ପାଇଁ, ତୁ ତ କାମ କରିକି ଚାଲ, ତୁ ଆନନ୍ଦ କରେ। ପୁଣି ପୁନର୍ବାର ସେ ଆନନ୍ଦ ମତେ ପ୍ରଭୁ, ଦାଉଦ ଯେପରି, ଦାଉଦ ହୁଏ ତ ସେ ହରେଇ ଦେଇଥିଲେ, ମୁଁ କିନ୍ତୁ ମତେ ପ୍ରଭୁ ଆଉ ଥରେ ରିନ୍ୟୁ କରିଥିଲେ ଯେ ତୁ ଆନନ୍ଦ କରି ଚାଲ, ଯାହା ମୁଁ କରିବି ମୋ ସମୟରେ। ତେଣୁ ପ୍ରିୟ ମାନେ, ମୁଁ ଏହା ହିଁ କହିବି ଆପଣ ମାନଙ୍କୁ, ଆଜି ଯାହା ବି କରୁଛନ୍ତି ସେଥିରେ ଆଉ ଟିକେ ଆନନ୍ଦକୁ ଯୋଗ କରନ୍ତୁ। ଦେଖିବେ ଆପଣ କିଛି ବି ଆପଣଙ୍କର ମାନେ ଲେଟ୍ ହେଇନି, କି କୌଣସି ଭୁଲ ହେଇନି, କି କୌଣସି ବିଷୟରେ କିଛି ହେଇନି, ସବୁ ଠିକ କଣ୍ଟ୍ରୋଲରେ ଅଛି। ଆପଣ ଆନନ୍ଦ କରନ୍ତୁ, ପ୍ରଭୁଙ୍କୁ ଜଣାନ୍ତୁ, ପ୍ରଭୁ ଆପଣଙ୍କୁ ଆଗକୁ ଆହୁରି କଢେଇ ନେବେ। ମୁଁ ଅନୁରୋଧ କରିବି, ମୋର ମିନିଷ୍ଟ୍ରି ଯୋଉ 40ଟା ମଣ୍ଡଳୀ, 40ଟା ପାଷ୍ଟର, ତାଙ୍କ 40ଟା ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ପାଇଁ ପ୍ରାର୍ଥନା
କରିବେ। ଆମର କନ୍ଧମାଳରେ ବହୁତ ମଣ୍ଡଳୀ ଅଛି, ଏପଟ କନ୍ଧମାଳରେ କିଛି ନହେଲେ 15-20ଟା ମଣ୍ଡଳୀ ଅଛି ଆମର, ଆଉ ଏପଟ ଯାଜପୁର ଆଉ ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ ଏଇ ସବୁ ଏରିଆରେ ସବୁ ଅଛି। ପ୍ରଭୁ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେପରି ଏଇ ଦିନ ମାନଙ୍କରେ ପ୍ରଭୁ ସାହାଯ୍ୟ କରିବେ, ଆଉ ସେବା କାର୍ଯ୍ୟ ସେମିତି ଚାଲି ପ୍ରଭୁଙ୍କ ଆନନ୍ଦକୁ ଆମେ ବାଣ୍ଟି ପାରିବା। ତତ୍ସଙ୍ଗେ ମୋ ବିଜନେସ କୁ ମଧ୍ୟ ପ୍ରାର୍ଥନା କରିବେ, ମୋ ପିଲାମାନେ ପାଠ ପଢୁଛନ୍ତି ତାଙ୍କ ପାଇଁ ପ୍ରାର୍ଥନା କରିବେ। ସେ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ଭାଇ ସୁନ୍ଦର ସାକ୍ଷ୍ୟ ପାଇଁ।